ଏକ ଛୋଟ ଗାଁରେ ରାଧା ନାମକ ଏକ ଗରିବ ଝିଅ ରହୁଥିଲେ। ତାଙ୍କର ବୟସ ପ୍ରାୟ 10 ବର୍ଷ ଥିଲା। ଅଧ୍ୟୟନ ପରେ ଜଣେ ମହାନ ଡାକ୍ତର ହେବା ତାଙ୍କର ସ୍ୱପ୍ନ ଥିଲା। କିନ୍ତୁ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଏତେ ଦୁର୍ବଳ ଥିଲା ଯେ ସ୍କୁଲ ଫିସ୍ ଦେବାକୁ ତାଙ୍କ ପାଖରେ ଟଙ୍କା ନଥିଲା। ପ୍ରତିଦିନ ରାଧା ବିଦ୍ୟାଳୟ ବାହାରେ ଥିବା ଝରକା ପାଖରେ ଠିଆ ହୋଇ ଶ୍ରେଣୀ ଭିତରେ ଦିଆଯାଉଥିବା ଶିକ୍ଷାକୁ ଶୁଣୁଥିଲେ। ଅନ୍ୟ ପିଲାମାନେ ଅଧ୍ୟୟନ କରୁଥିବା ଦେଖି ସେ ଦୁଃଖ ଅନୁଭବ କଲେ ଏବଂ ସେ ସେମିତି ବାହାରେ ଛିଡ଼ା ହୋଇଥିଲେ। କିନ୍ତୁ ସେ ହାର ମାନିନଥିଲେ। ରାଧା ତାଙ୍କ ମାତାଙ୍କୁ କହିଥିଲେ, "ମା, ମୁଁ ଅଧ୍ୟୟନ ପାଇଁ କିଛି ବି କରିବି।" ତାଙ୍କ ମା ତାଙ୍କୁ ଏକ ପୁରାତନ ପୁସ୍ତକ ଦେଇ କହିଥିଲେ, "ତୁମର ଯାହା ଅଛି ତାହାଠାରୁ ଆରମ୍ଭ କର।" ରାଧା ନିଜେ ଅଧ୍ୟୟନ କରିବା ଆରମ୍ଭ କଲେ। ଗାଁରେ ଜଣେ ଶିକ୍ଷକ ରାଧାଙ୍କ ଉତ୍ସର୍ଗକୁ ଦେଖି ତାଙ୍କୁ ମାଗଣାରେ ଶିକ୍ଷା ଦେବାକୁ ସ୍ଥିର କଲେ। ରାଧା କଠିନ ପରିଶ୍ରମ କରି ପ୍ରତ୍ୟେକ ପରୀକ୍ଷାରେ ଶୀର୍ଷରେ ରହିଲେ। ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଗାଁର ଲୋକଙ୍କୁ ପ୍ରେରଣା ଦେଇଥିଲା। ସମସ୍ତେ ତାଙ୍କ ଶିକ୍ଷା ପାଇଁ ପାଣ୍ଠି ସଂଗ୍ରହ କଲେ। କିଛି ବର୍ଷ ପରେ ରାଧା ତାଙ୍କର ଡାକ୍ତରୀ ଅଧ୍ୟୟନ ସମାପ୍ତ କରି ଡାକ୍ତର ହୋଇଥିଲେ। ସେ ନିଜ ଗାଁରେ ଏକ ଛୋଟ କ୍ଲିନିକ୍ ଖୋଲି ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ଆରମ୍ଭ କଲେ। ରାଧାଙ୍କ କାହାଣୀ ଶିକ୍ଷା ଦିଏ ଯେ ଯଦି ତୁମର ଆତ୍ମବିଶ୍ୱାସ ଏବଂ ନିଷ୍ଠା ଅଛି, ତେବେ ତୁମର ଲକ୍ଷ୍ୟରେ ପହଞ୍ଚିବାରେ କୌଣସି ଅସୁବିଧା ଆପଣଙ୍କୁ ଅଟକାଇ ପାରିବ ନାହିଁ। କଦାପି ହାର ମାନ ନାହିଁ। ଅସୁବିଧା ଉପୁଜିବ, କିନ୍ତୁ ଯଦି ତୁମର ଲକ୍ଷ୍ୟ ସ୍ପଷ୍ଟ ଏବଂ ତୁମେ କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ, ତୁମେ ନିଶ୍ଚିତ ଭାବରେ ସଫଳ ହେବା। ବନ୍ଧୁଗଣ, ଆମେମାନେ ମଧ୍ୟ ଆମ ଜୀବନରେ କେବେ ବି ହାର ମାନିବା ନାହିଁ। ଆଶା କରୁଛି ଆଜିର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିବ। ଯଦି କାହାଣୀଟି ପସନ୍ଦ ଆସିଥାଏ ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିବେ, ଯାହାଦ୍ୱାରା ମୋ ଭିଡ଼ିଓର ପ୍ରଥମ ନୋଟିଫିକେସନ୍ ଆପଣମାନେ ପାଇପାରିବେ। ହଁ, ଆପଣମାନେ ନିଶ୍ଚୟ ମୋତେ କମେଣ୍ଟ କରି ଜଣାଇବେ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଭିଡ଼ିଓ ସହ। ରହିଲି, ଜୟ ଜଗନ୍ନାଥ।